এটা ସାର୍ ଆମେ କହୁଥିଲୁ ନାଇଁ ଆମ ଗାଁଟା ଗୁଡ଼ିନରଦା ପଞ୍ଚାୟତ ତଳପଦା ବିଡ଼ିଓ ସାର୍ଙ୍କୁ ଆସିଥିଲୁ କଲେକ୍ଟରଙ୍କୁ ଦେଖା କରିତେ ଯାଇଥିଲୁ ଏବେ କିଛି କାମ ହେଲା ନାହିଁ ସେଇ ଗୀତ ଆମ ଜୁଆଙ୍ଗ ଭାଷାରେ ଆଜ୍ଞା ଗୀତ ଗାଉଥିଲୁ ଆଉ କାଳେ କଲେକ୍ଟର ଶୁଣିବେ କି ଆମ ବିଡ଼ିଓ ସାର୍ ଶୁଣିବେ ସେଇଥିପାଇଁ ଆଜ୍ଞା ଗୁହାରି ତ କେହି ଶୁଣୁନାହାନ୍ତି ଆଜ୍ଞା ଆଉ ସାର୍ 1/1/2024 ମସିହା ଯାଇଥିଲା ଆଜ୍ଞା ଗ୍ରିଭାନ୍ସ କେଉଁଝର ଦରବାର ହଲ୍କୁ ଯାଇଥିଲା ଆଜ୍ଞା ତା ବି କିଛି ଫଳ ଆଉ ଆଜ୍ଞା କିଛି ସାର୍ ସୁଫଳ ମିଳିଲା ନାହିଁ ହବ କହିଲେ କାଗଜପତ୍ର ଦେଇଛନ୍ତି ଆଜ୍ଞା କାଗଜପତ୍ର ଲେଖିକିନା ବି ଦେଇଥିଲୁ କିନ୍ତୁ କିଛି ପୂରଣ ହେଲା ନାହିଁ ଆଜ୍ଞା ଆଉ ଆଜ୍ଞା ଆଜ୍ଞା ପୂରଣ ହବ ବୋଲି ଆଜ୍ଞା ଆଶାରେ ରହିଛୁ। ସାର୍ ଦେଖନ୍ତୁ ଆମେ ଗୁଡ଼ିନଦା ତାଳପଦା ଜିପିର ଗୁଡ଼ିନଦା ଗ୍ରାମର ଆଉ ଜଗମନପୁର ଜିପିର ଟୁଙ୍ଗୁରୁବାଳ ଗ୍ରାମର ଦୁଇ ଗୋଟି ଗ୍ରାମର ଆମେ ଲୋକ ଆଜି ଏଇ କଲେକ୍ଟର ଜିଲ୍ଲାପାଳ ଗ୍ରିଭାନ୍ସ ହେଉଛି ବୋଲି ଆମେ ଶୁଣିବାକୁ ପାଇଲୁ ସାର୍ ଆଜି ଆମେ ଆସି ଏକତ୍ରିତ ହେଇକିରି ଅଛୁ ତ ଆଜି ଯେଉଁ ଆସିଛୁ ଆଜ୍ଞା ଆମର ଅଭିଯୋଗ ଆଜ୍ଞା ଯେ ଆମେ ପୁନର୍ବାର ବାରମ୍ବାର ବ୍ଲକରେ ଦେବା ସହିତ ଜିଲ୍ଲାପାଳଙ୍କୁ ଦେବା ସହିତ ଗୁଡ଼ିନଦା ହଉ କି ଟୁଙ୍ଗୁରୁବାଳ ହଉ ଏତେ ଜଣେଇବା ସହିତ ଆମ ଦୁଃଖ କିଛି ସରକାର ଶୁଣିଲେ ନାହିଁ ଯେହେତୁ ଆଜ୍ଞା ଆମର ରାସ୍ତାଘାଟ ଆଉ ଇଲେକ୍ଟ୍ରି ପିଲାଙ୍କର ଶିକ୍ଷା ସ୍ୱାସ୍ଥ୍ୟ ଉପରେ ଗମନାଗମନ ବହୁତ ଅସୁବିଧା ହେଉଛି କାହିଁକି ଗୁଡ଼ିନଦା ଏମିତି ଗୋଟେ ଗ୍ରାମ ଆଜ୍ଞା ଯେଉଁଟାକି ରାସ୍ତା ଆଦୌ ନାହିଁ ତେଣୁକରି ସେଠି ଯିବାଟା ଗୋଟେ ଚାଲିକି ଯିବାଟା ବି ବିକଳ ବହୁତ କଷ୍ଟ ଆଜ୍ଞା ତେଣୁକରି ଆମର ଯେଉଁ ସରକାର ଯେଉଁ ଯୋଜନା PDS ଯେଉଁ ଚାଉଳ ଯୋଜନା ଅଛି ଦେଉଛି ଚାଉଳ ଆମକୁ ସରକାର ଆଜ୍ଞା ତା ବି ଚାଉଳ ପଞ୍ଚାୟତରୁ ନେଲା ପରେ ବି ଆଜ୍ଞା ଆମେ ତାକୁ ଜଙ୍ଗଲରେ ରଖୁଛୁ 2 ଦିନ ଗୋଟେ ଦିନ ପରେ ଯାଇ ଆମେ ଯାଇକି ଯାଉଛୁ ଆଜ୍ଞା ତ ଘାଟି ରାସ୍ତା ଗାଡ଼ି ମଟର ଯିବାର ନାହିଁ ତେଣୁ ସାର୍ ସେଠି ଜନନୀ ସୁରକ୍ଷା ସୁବିଧା ବି ନାହିଁ ଯେଉଁଟାକି ମେଡ଼ିକାଲ ଆମ ସ୍ୱାସ୍ଥ୍ୟ ଉପରେ ମାଆମାନେ ଗର୍ଭବତୀ ମାଆମାନେ ଯନ୍ତ୍ରଣା ପାଉଛନ୍ତି ଆଉ ଯେଉଁ ଆମର ଆଦିମ ଜନଜାତି ଯେହେତୁ ଆମେ ଜୁଆଙ୍ଗ ଲୋକ ଆଜ୍ଞା ଆମର ତ ବେଶୀ ରୋଗରେ ପୀଡ଼ିତ ରହୁଛୁ ସାପ କଣ୍ଟିଆ ଏଇସବୁ ଭଲ ମନ୍ଦ ସବୁ ତାର ଇଲେକ୍ଟ୍ରିର ବ୍ୟବସ୍ଥା ନାହିଁ କି ରାସ୍ତା ତ ମୁଖ୍ୟ ଯିବାର ଆଜ୍ଞା ଆମର ଗମନାଗମନ ନାହିଁ ତେଣୁକରି ଏଇ ହେଲା କଥା ଆଜ୍ଞା ଆମ ଜଗମନପୁର ଜିପି ଟୁଙ୍ଗୁରୁବାଳ ଗ୍ରାମର ଆଜ୍ଞା ଆମର ବର୍ତ୍ତମାନ ଆମର ଏଇ ମାସଠୁ ଷ୍ଟାର୍ଟ ହେଇଯିବ ଆଜ୍ଞା ଆସୁଛି ମାସଠୁ ବର୍ଷା ଲାଗୁ ହେଲେ ଆଜ୍ଞା ଆମର ମାନେ 5 ମାସ ଖଣ୍ଡେ ଆମେ ସେ ଟୁଙ୍ଗୁରୁବାଳ ଗ୍ରାମର ଲୋକମାନେ କୁଆଡ଼େ ଯାଇପାରିବୁନି କାହିଁକିନା ରାସ୍ତା ଆଜ୍ଞା ଶୋଚନୀୟ ପାଣିରେ ଭରପୁର ହେଇଯାଉଛି ସାର୍ ସେଠି ଯିବା ପାଇଁ ଗୋଟେ ରାସ୍ତା ଖଣ୍ଡେ ନାହିଁ ଆଜ୍ଞା ତେଣୁକରି ଆମେ ଯେତେ ଜିଲ୍ଲାପାଳଙ୍କୁ ଜଣେଇବା ସତ୍ତ୍ୱେ ବି ବ୍ଲକରେ ଆସି ବାରମ୍ବାର ଜଣେଇବା ସତ୍ତ୍ୱେ ବି ଆଜ୍ଞା ବ୍ଲକରେ ସରକାର ଆମକୁ କିଛି ଶୁଣୁନାହାନ୍ତି ଆଜ୍ଞା ତେଣୁକରି ଆଜି ଆମେ ଜିଲ୍ଲାପାଳ ମହୋଦୟଙ୍କୁ ଜଣାଇବା ପାଇଁ ବୋଲି ଆମ ଦାବି ପୂରଣ 2ଟା ଗାଁର ଆଜି ଗୁଡ଼ିନଦା ଟୁଙ୍ଗୁରୁବାଳ ଆମେ ଉପସ୍ଥିତ ହେଇକି ରହିଛୁ ଆଜ୍ଞା ତେଣୁକରି ଯଦି ସରକାର ଆମର ଶୁଣୁନାହିଁ ଆଜ୍ଞା ଆମେ ଭାବିଲୁ ଆମର ପରିଚୟ ଚାଙ୍ଗୁ ଆମ ପରମ୍ପରା ଚାଙ୍ଗୁ କାଳେ ଯଦି ଆମେ ଚାଙ୍ଗୁ ନୃତ୍ୟ କରିବା ତ ସମସ୍ତଙ୍କର ତ ସଂସ୍କୃତି ସବୁ ଜାତିର ଅଛି ତେଣୁକରି ଆମ ଚାଙ୍ଗୁ ନୃତ୍ୟ ଯଦି ସାଡ଼େ ସରକାର ଆମେ ଚାଙ୍ଗୁ ବଜେଇ ଯଦି ମାଧ୍ୟମରେ ଆମ ସରକାର ଦୁଃଖ ଯଦି ଶୁଣିପାରିବ ସେଇଟା ଆମେ ଆଜି ଚାଙ୍ଗୁ ବାଧ୍ୟ କରିକି ଆଜି ସରକାରଙ୍କ ବିଷୟରେ ସେ ବ୍ଲକ ବିଷୟରେ ଆମ ଲାଙ୍ଗୁଏଜରେ ଆମ ଭାଷାରେ ଆଜ୍ଞା ଗୀତ ଗାଇକି ଆମେ ଉତ୍ସାହିତ କରୁଛୁ ଆଜି ଯେଉଁ ଜିଲ୍ଲାପାଳଙ୍କର ଗ୍ରିଭାନ୍ସ ଅଛି ଆଜ୍ଞା ସାଙ୍ଗ ବଜେଇକି ଆମର ଆସିଛୁ ବହୁତ ସମସ୍ୟା ଆମର ବହୁତ ଅଛି କାହିଁକିନା ଆମର ରାସ୍ତାଟା ମୁଖ୍ୟ ହେଉଛି ରାସ୍ତା ନହେଲେ ଆମେ ଏଠି ଉଠିବୁ ନାହିଁ ସେଥିପାଇଁ ଜଣାଇବା ପାଇଁ ଆସିଛୁ କଲେକ୍ଟର ସାର୍ଙ୍କୁ ଆଗରୁ ଜଣେଇଥିଲୁ ଯାଇଥିଲୁ ସେଠୁ କିଛି ଶୁଣିଲେ ବି ନାହିଁ କିଛି ବି ହେଲା ନାହିଁ ଭିଡ଼ିଓ ପଇସାକି ବି ଆସିଥିଲୁ ସେଠି ବି କିଛି ହେଲା ନାହିଁ ଯାଇଥିଲୁ ଜିଲ୍ଲାପାଳ ସେଠି କିଛି ହେଲା ନାହିଁ ତ ତା ଭିତରେ ଆଜି ଜିଲ୍ଲାପାଳ ଯଦି ଆସିଛନ୍ତି ବୋଲି କହିକିନା ଆମେ ଶୁଣିକି ଆସିଛୁ ଆଶା ରଖିଛୁ ସେଥିପାଇଁ ଏଇ ଚାଙ୍ଗୁ ଧରିକିନା ଗୀତ ମାଧ୍ୟମରେ କହିକିନା ଆମେ ଜଣେଇବୁ ବୋଲି ଭାବିଛୁ।